ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ ଦେଙ୍କର ପଞ୍ଚମ ଶ୍ରାଦ୍ଧବାର୍ଷିକୀ ସିଦ୍ଧି କଲ୍ୟାଣ ମଣ୍ଡପରେ ଅରୁଣ ଦେ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ସଭା ସାମ୍ବାଦିକ ରଞ୍ଜନ କୁମାର ବାଗଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଅତିଥିମାନେ ପ୍ରଥମେ ସ୍ୱର୍ଗତ ଦେଙ୍କର ଫଟୋରେ ପୁଷ୍ପ ଅର୍ପଣ କରିବା ପରେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଜୀବନ ପ୍ରଦୀପ ଦାସ, ସୁକାନ୍ତ ନାୟକ, ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର, ଯୁବ ଶିଳ୍ପୋଦ୍ୟୋଗୀ ସଂଗ୍ରାମ ଦାସ, ପୂର୍ବତନ ପୌରାଧ୍ୟକ୍ଷ ତପନ ଚକ୍ରବର୍ତ୍ତୀ, ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାକ୍ କଥା ରଖିଥିଲେ ଡକ୍ଟର ଶତ୍ରୁଘ୍ନ ମଲ୍ଲିକ। ଏହି ଅବସରରେ 13 ଜଣ କୃତି ପ୍ରତିଭାଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ସେଠାରେ ବହୁ ଅରୁଣ ଦେ ପ୍ରେମୀ ଉପସ୍ଥିତ ଥିଲେ।